गति भूत्वा प्रभुपेष्ट ईश्वरः पुरुषोत्तमः आब्रह्मस्तं बभूदाता सद्गुरुस्तं नमस्तुते। परम प्रेम श्री श्री ठाकुर मोर परमाराध्या जगज्जननी श्री श्री बड़मा परम पूज्यपाद श्री श्री बड़दा परम पूज्यपाद श्री श्री दादा परम पूज्यपाद श्री श्री आचार्य देव चरण में कोटि कोटि प्रणाम। एवं मोर ये वीडियो देखुवा समस्त गुरु भाई माँ मानू राबिति जय गुरु जनाए। आशा करे सब गुरु भाई माँ माने ठाकुरंकर विधि मानी सुस्थ थे एवं जो माने ये चैनल को नुआ करी आसुचंती सेमानकु कही रखे चैनल को सब्सक्राइब करने द्वारा आपण ये चैनल ले जोड़ी रही पारिबे। आसंतु जानिबा आजिर इष्ट प्रसंग होउछि जेतेबेले आम मनरे बहु प्रकार चिंता आसे सेथि मध्यरु जेतेबेले आमर सचिंता किछि भल कथा मन को आसे काहींकि ता तुरंत करा जिबा उचित से संबंध रे जानिबा। जो माने स्वस्थ नहीं चले से माने भी जानिथिबे एटा स्वस्थ रो तृतीय नियम। सचिंता आसिले ताहा अविलंबे कार्य परिणत करिबा। आसंतु जानिबा आम मानक मनरे अनेक प्रकार चिंता आसे, सचिंता भी आसे असचिंता भी आसे। असचिंता किछि आसिले ताको तुरंत कार्यकारी करिबा उचित नुहे, किंतु सचिंता किछि आसिले अविलंबे ताहा कार्य परिणत करिबा। किंतु मनरे सचिंता आसिले जदि ताहा कार्यकारी करिले नहीं तेबे ताहा भलो नुहे। श्री श्री ठाकुर कहिले एपरि भाବରେ ଚାଲିଲେ ଆମମାନଙ୍କ ବद्धରେ ଏକ ପ୍ରକାର ବିକୃତ ବିସଙ୍ଗତି ସୃଷ୍ଟି ହୁଏ। ଥରେ ସେ ଆଚାର୍ଯ୍ୟଙ୍କ ନିକଟରେ ଜଣେ ଯୁବକ ନିବେଦନ କରିଲେ ଯେ ସେ ନାମ ଧ୍ୟାନରେ ବସିଲେ ମନ ସଂଯୋଗ କରିପାରେ ନା। ଉତ୍ତରରେ ଶିଷ୍ୟ ଆଚାର୍ଯ୍ୟଦେବ କହିଲେ ଏହାର କାରଣ ତୁମେ ମନରେ ଖୁବ୍ ଭଲ ଭଲ ଚିନ୍ତା କେବଳ କରିଥାଅ, କିନ୍ତୁ ସେଗୁଡ଼ିକ କାର୍ଯ୍ୟରେ ରୂପାୟିତ କରିବାକୁ ଚେଷ୍ଟା କର ନା। ପ୍ରଥମେ ତୁମେ ଏଇଟାରେ ସଚେତନ ହୁଅ, ତୁମର ଚିନ୍ତା ଆଉ ତାର ରୂପାୟନ ମଧ୍ୟରେ ବ୍ୟବଧାନ ଯେତେ କମିବ ସେତେ ତୁମର ନାମରେ ମନ ବସିବ। ସ୍ୱାସ୍ଥ୍ୟ ନେଇ କେବଳ ପିଆଜ ରସୁଣ ଆମିଷ ନ ଖାଇଲେ ଯେ ହୋଇଗଲା ତାହା ନୁହଁ। ସ୍ୱାସ୍ଥ୍ୟର ପଞ୍ଚନୀତି ପାଳନ କରିବାକୁ ହେବ, ତେବେ ଯାଇ ଏହାର ସୁଫଳ ମିଳିବ। ପଞ୍ଚନୀତିର ତୃତୀୟ ନିୟମଟି ହେଲା ଇଷ୍ଟାନୁକୂଳ ଜୀବନ ବୁଦ୍ଧିରେ ଯେକୌଣସି ସଚିନ୍ତା ଆସିବା ମାତ୍ରେ ଯଥୋପଯୁକ୍ତ ଶକ୍ତି ଓ ସାହସକୁ ନିୟୋଜିତ କରି ତାକୁ ଅବିଳମ୍ବେ ବାସ୍ତବରେ ପରିଣତ କରିବା। ଥରେ କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଟ୍ରେନରେ ଯାତ୍ରା କରୁଥିଲେ। ନିଜେ ବସିଥିବା ସ୍ଥାନରୁ ଟିକେ ଦୂରରେ ନିଜର ଜିନିଷପତ୍ର ବ୍ୟାଗ୍ ସହିତ ଆଟାଚଟି ରଖିଥିଲେ, ଯେଉଁଥିରେ ତାଙ୍କର ପବିତ୍ର ପାଞ୍ଜା ରହିଥିଲା। ଟ୍ରେନରେ ବସି ଝରକା ବାଟେ ବାହାରର ଦୃଶ୍ୟ ଦେଖି ମୁଗ୍ଧ ହେଉଥିଲେ। ଅଚାନକ ତାଙ୍କ ମନରେ ଗୋଟିଏ ଚିନ୍ତା ଆସିଲା। ଦୂର ଥିବା ବ୍ୟାଗ୍ ଓ ଆଟାଚଟି ଆଣି ପାଖରେ ରଖେ କେତେବେଳେ କୋଉ କଥା, କିନ୍ତୁ ନିଜର ବୁଦ୍ଧି ଓ ଅହଙ୍କାର ବଶତଃ ସେ ଏହି ଚିନ୍ତାକୁ ଗୁରୁତ୍ୱ ଦେଲେ ନାହିଁ। ଭାବିଲେ କାହାର କାମ ନାହିଁ ଆଟାଚଟି ନେଇଯିବ। ଏହା ମଧ୍ୟରେ କିଛି ସମୟ ବିତିଗଲା। ଝରକା ବାଟ ଦେଇ ଆସୁଥିବା ସୁଲୁସୁଲିଆ ପବନର ପରଶରେ କେଷ୍ଟ ତାଙ୍କ ଆଖି ଲାଗିଗଲା। ଟ୍ରେନଟି ଅଟକିଲା। ଯାତ୍ରୀମାନେ ଓହ୍ଲେଇ ଗଲେ। କେଷ୍ଟଦା ଆଖି ଖୋଲି ଦେଖିଲେ ତାଙ୍କର ଆଟାଚଟି ନାହିଁ। ତାପରେ ବହୁତ ଖୋଜାଖୋଜି କଲେ, କିନ୍ତୁ ଶ୍ରୀ ଠାକୁରଙ୍କ ଅମୂଲ୍ୟ ପବିତ୍ର ପାଞ୍ଜା ଥିବା ଆଟାଚଟି ଆଉ ପାଇଲେ ନାହିଁ। ଆଶ୍ରମକୁ ଫେରି ଆସି ବିଷଣ୍ଣ ବଦନରେ ଶ୍ରୀ ଠାକୁରଙ୍କ ପାଖରେ ଏଇ କଥା ନିବେଦନ କଲେ। ଶ୍ରୀ ଠାକୁର ସାମାନ୍ୟ ଗମ୍ଭୀର ହୋଇ କହିଲେ, ଆପଣ ସ୍ୱସ୍ଥୟନ କରନ୍ତି କେଷ୍ଟଦା? ଆଶ୍ଚର୍ଯ୍ୟ ହୋଇଗଲେ ଏହା ଶୁଣି କେଷ୍ଟଦା। ସେ ଯେ ରୀତିକାଚାର୍ଯ୍ୟ ଗଭୀର ଧକ୍କା ଲାଗିଲା ତାଙ୍କର ସ୍ୱାଭିମାନରେ। କିଛି କହିଲେ ନାହିଁ। ନୀରବ ରହିବାର ଦେଖି ଶ୍ରୀ ଠାକୁର ପୁଣି ପଚାରିଲେ,
ସ୍ୱସ୍ତିହେଲେ ତୃତୀୟ ବିଧି କ'ଣ କୁହ ତ କେଷ୍ଟଦା। କେଷ୍ଟଦା ଆହୁରି ଅପମାନିତ ବୋଧ କଲେ ଆଉ ତୃତୀୟ ବିଧିଟି କହିଲେ, ଜୀବନ ବୁଦ୍ଧି ଯେକୌଣସି ସଚ୍ଚିନ୍ତା ଆସିଲେ ବାସ୍ତବରେ ପରିଣତ କରିବା। ଏହାପରେ ଶ୍ରୀ ଠାକୁର ଅନ୍ୟ ପ୍ରସଙ୍ଗରେ ବ୍ୟସ୍ତ ରହିଲେ। କେଷ୍ଟଦା ଚୁପଚାପ ଶ୍ରୀ ଠାକୁରଙ୍କୁ ପ୍ରଣାମ କରି ଘରକୁ ଫେରି ଆସିଲେ। କିନ୍ତୁ ମନରେ ତାଙ୍କର ଗୋଟିଏ ପ୍ରଶ୍ନ, ହଠାତ୍ ଠାକୁର ତାଙ୍କୁ ସ୍ୱସ୍ତିହେଲେ ତୃତୀୟ ବିଧିଟିକୁ କାହିଁକି ସ୍ମରଣ କରାଇଦେଲେ? ମନ ତାଙ୍କର ସ୍ଥିର ରହିଲା ନାହିଁ। ଭାବିବାକୁ ଲାଗିଲେ ସେଇ କଥା। ଶେଷରେ ପାଇଗଲେ ଉତ୍ତର। ମନେ ପଡ଼ିଗଲା ଟ୍ରେନରେ ଆସିବାର କଥା। ମନରେ ଜାଗିଥିଲା ସଚ୍ଚିନ୍ତା ପବିତ୍ର ପାଞ୍ଜା ଥିବା ଆଟାଚୀଟିକୁ ଆଣି ପାଖରେ ରଖିବା ପାଇଁ। କିନ୍ତୁ ନିଜର ସୀମାତିରିକ୍ତ ଆତ୍ମବିଶ୍ୱାସ, ଆଳସ୍ୟ ପ୍ରଭୃତ୍ୱ ଯୋଗୁଁ ଏହି ଐଶୀ ସତର୍କ ସୂଚନାକୁ ଧରି ପାରିଲେ ନାହିଁ। ପରିଣତି ଯାହା ହେବା କଥା ହେଲା। ଏହି ଅମୂଲ୍ୟ ନୀତିଟି ଜୀବନର କେତେ ଉପଯୋଗୀ ତାହା ପ୍ରଣିଧାନ ଯୋଗ୍ୟ। ଆଜି ଆମେ ଜାଣିଲେ ଯେ ଯେକୌଣସି ସଚ୍ଚିନ୍ତା ମନକୁ ଆସିଲେ ତାହା ଅବିଳମ୍ବେ କାର୍ଯ୍ୟରେ ପରିଣତ କରିବା କଥା। ଯେଉଁମାନେ ସସ୍ତେନ କରନ୍ତି ସେମାନେ ଏହି ତୃତୀୟ ନିୟମଟି ଜାଣିଥିବେ। ବାସ୍ତବିକ ଭାବରେ ଏହା ନ କଲେ ଯେ କେତେ ଭୟଙ୍କର ଦୃଶ୍ୟ ଘଟେ ତାହା ଆଜି ଆମେ ଜାଣିଲେ। ଏପରି ଭାବରେ ବହୁ ଗୁରୁ ଭାଇମାନଙ୍କର ଅନୁଭୂତି ବି ରହିଛି ଏହି ତୃତୀୟ ବିଧିକୁ ନେଇ। ଯାହା ବି ହଉ, ଆଶା କରେ ଆମେ ସମସ୍ତେ ଶ୍ରୀ ଠାକୁରଙ୍କର ନୀତି ନିୟମକୁ ମାନି ଚାଲିବା ଏବଂ ସ୍ୱସ୍ତିହେନିର ପଞ୍ଚନୀତିକୁ ମାନିବା ପାଇଁ ଚେଷ୍ଟା କରିବା। ଆଜିର ଇଷ୍ଟ ପ୍ରସଙ୍ଗ ଏଇଠି ହିଁ ରଖୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମମ୍। ବନ୍ଦେ ପୁରୁଷ